ଉପଭୋଗ କରୁଥିବା ଏଭଳି ଏକ ମାଟିର ସନ୍ତାନ ବହୁତ ଗର୍ଜା। ଏ ନାଁଟି ଶୁଣିଲେ ସ୍ୱତଃ ମନ ଭିତରେ ଗୋଟେ ଗର୍ବ ଆସେ। ବହୁତ ମାଟିର ପିଲା, ବହୁତ ଗର୍ଜା ମାଟିର ପିଲା। बोल ना ଆଜି ଆସିଥିଲି ବିନରସିଂହପୁର ଲୋକ ମହୋତ୍ସବ ଦେଖିବା ପାଇଁ। ଆଜ୍ଞା ଏଠି ମୋତେ ଗୋଟେ ଜିନିଷ ଖରାପ ଲାଗିଲା, ଏତିକି ଖରାପ ଲାଗିଲା ଭାଇ ବିଶ୍ୱାସ କରିପାରିବେନି। ଏଠି କିଛି ସେଲିବ୍ରିଟି ଅଛନ୍ତି ଯେଉଁଟାକୁ ନେଇକି ଲୋକ ମହୋତ୍ସବ ଚାଲିଛି। ଆପଣ ଗୋଟେ କଥା ଚିନ୍ତା କରନ୍ତୁ କି ଆପଣଙ୍କର ଇଷ୍ଟଦେବୀ ଆଗ ନା ଆପଣଙ୍କର ଚିଫ୍ ଗେଷ୍ଟ ଆଗ। ଆପଣଙ୍କର ଯଦି ପୂଜା କରିବାର ଅଛି ଆପଣ ପହିଲା ପୂଜା କରିବେ ଆପଣଙ୍କ ଇଷ୍ଟଦେବୀକୁ, ତାପରେ ଆପଣ ଯାହା କରିବା କଥା ତୁମ ଚିଫ୍ ଗେଷ୍ଟ ହେଉ କି ସେ ଯିଏ ବି ହେଉ ତାପରେ ସେମାନଙ୍କୁ ଇଣ୍ଟ୍ରୋଡ୍ୟୁସ୍ ଦେବା କଥା। ଏଠି ଗୋଟେ ଭାଇ ଭୁଲ ଚାଲିଛି। ଏଠି ଭଗବାନ ପଛେ ଯାହା ପାଖରେ ପଇସା ଅଛି ସେ ହେଉଛି ଆଗେ। ବୁଝିଲେ କି? ଦୁନିଆ ଭାଇ ବହୁତ ତଳକୁ ପଳେଇଗଲାଣି। କଳିଯୁଗର ବାପ ଇଏ ହେଲା। ଭଗବାନଙ୍କୁ ଲୋକ ଭୁଲି ଯାଉଛନ୍ତି। ଭଗବାନ କିଏ? ଆମ ସୃଷ୍ଟିକର୍ତ୍ତା। ଭଗବାନ କିଏ? ଆମର ସୃଷ୍ଟିକର୍ତ୍ତା। ତାଙ୍କୁ ସେମାନେ ଅବହେଳା କରୁଛନ୍ତି। ସେଇ କଥାକୁ ନେଇକି ଆପଣ ଭାଇ ଓଡ଼ିଶାର ଭାଇ ଭଉଣୀମାନଙ୍କୁ ମୁଁ ଅନୁରୋଧ କିଛି ଆପଣ କମେଣ୍ଟ କରନ୍ତୁ। ଆପଣ କହିଲେ ଆପଣଙ୍କ ଇଷ୍ଟଦେବୀ ଫାଷ୍ଟ, ଆପଣ ଭଗବାନଙ୍କ ଫାଷ୍ଟ ନା ଆପଣଙ୍କ ଚିଫ୍ ଗେଷ୍ଟ ଫାଷ୍ଟ, ସେଇଟା ମୋତେ ଧ୍ୟାନ ଦିଅନ୍ତୁ ଭାଇ। ଜୟ ଜଗନ୍ନାଥ।